ଭତ୍ତା ହିତାଧିକାରୀମାନଙ୍କ ପାଇଁ ପୁଣି ବଡ଼ ଘୋଷଣା ଜାରି କରା ତ କିଛି ଭତ୍ତା ହିତାଧିକାରୀମାନଙ୍କୁ ଆଉ ଭତ୍ତା ଟଙ୍କା ମିଳିବ ନାହିଁ। ତ ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି କରାଯାଇଛି। ଯେଉଁ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇବେ ନାହିଁ ତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ସ୍ୱତନ୍ତ୍ର ନୋଟିସ୍ ମଧ୍ୟ ଆସିଛି, ଯାହାକୁ ମୁଁ ଆପଣମାନଙ୍କୁ ପ୍ରମାଣ ସହ ମଧ୍ୟ ଦେଖେଇବି ଯେ କେଉଁ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ମିଳିବ ନାହିଁ, କ'ଣ ରହିଛି ଏ ନୋଟିସ୍ରେ। ନୋଟିସ୍ କେଉଁ ଭତ୍ତା ହିତାଧିକାରୀମାନଙ୍କ ପାଇଁ ଜାରି କରାଯାଇଛି, ସମସ୍ତଙ୍କ ପାଇଁ ନୋଟିସ୍ଟି ଜାରି କରାଯାଇଛି ନା କେବଳ କିଛି ନିର୍ଦ୍ଦିଷ୍ଟ ଭତ୍ତା ହିତାଧିକାରୀମାନଙ୍କ ପାଇଁ ଏ ନୋଟିସ୍ଟି ଜାରି କରାଯାଇଛି। ଏ ନୋଟିସ୍ରେ କ'ଣ ସବୁ ରହିଛି, ସରକାରଙ୍କ ତରଫରୁ ନୋଟିସ୍ ଜାରି କରିବାର ଉଦ୍ଦେଶ୍ୟ କ'ଣ ରହିଛି, ଏଇ ମାସ ଆପଣମାନଙ୍କୁ କେତେ ତାରିଖରେ ଭତ୍ତା ଟଙ୍କା ମିଳିବ, ତ ସମ୍ପୂର୍ଣ୍ଣ ତଥ୍ୟ এই ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ସବୁକିଛି ଜାଣିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ଆପଣମାନେ ପ୍ରଥମ କରି ଭିଡ଼ିଓଟିକୁ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ତା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ସରକାରଙ୍କ ତରଫରୁ ନୋଟିସ୍ ଜାରି କରିବାର ଉଦ୍ଦେଶ୍ୟ ରହିଛି ହିତାଧିକାରୀମାନଙ୍କୁ ସଚେତନ କରିବା, ଭତ୍ତା ଠିକ୍ ଟାଇମ୍ରେ ସେମାନେ କେମିତି ପାଇପାରିବେ, ତ ଏକ ନିର୍ଦ୍ଦିଷ୍ଟ ତାରିଖରେ ସେମାନଙ୍କୁ ଭତ୍ତା ମିଳିବା ପାଇଁ ଏସବୁ କାର୍ଯ୍ୟ କରିବା ପାଇଁ ଭତ୍ତା ହିତାଧିକାରୀମାନଙ୍କୁ ସଚେତନ କରିବା ପାଇଁ ସରକାର ବାରମ୍ବାର ନୋଟିସ୍ ଜାରି କରୁଛନ୍ତି। ଯଦି ଆପଣମାନେ ସମୟ ଥାଉ ଥାଉ ଏଇସବୁ କାମ ନ କରିବେ ତାହେଲେ ଆପଣମାନେ ଆଗାମୀ ଦିନମାନଙ୍କରେ ଭତ୍ତା ଟଙ୍କା ପାଇପାରିବେନି। ଏ ଯେଉଁ ଭତ୍ତା ହିତାଧିକାରୀମାନେ 1000 ଟଙ୍କା 3500 ଟଙ୍କା ଭତ୍ତା ପାଉଛନ୍ତି, ତ ସେମାନଙ୍କ ପାଇଁ ମଧ୍ୟ ନିଅଣ୍ଟ ହେଇଯାଉଛି। ତ ଆପଣମାନେ ଏହି କାର୍ଯ୍ୟଗୁଡ଼ିକ କରିବାର ଅଛି। ଆପଣମାନେ ଭିଡ଼ିଓଟିକୁ ସେୟାର କରିଦେବେ। ଯେଉଁମାନେ ବୁଢ଼ାବୁଢ଼ୀ ରହିଛନ୍ତି, ଭିନ୍ନକ୍ଷମ ବ୍ୟକ୍ତିମାନେ ରହିଛନ୍ତି, ଭିଡ଼ିଓଟିକୁ ଆପଣମାନେ ସେୟାର କରିଦେଲେ ସେମାନଙ୍କର କାମରେ ମଧ୍ୟ ଆସିଯିବ। ଆପଣ ଚାହିଁଲେ ନିଜର ମୋବାଇଲ ମାଧ୍ୟମରେ ମଧ୍ୟ ଏହି କାର୍ଯ୍ୟଟିକୁ କରିପାରିବେ। ବର୍ତ୍ତମାନ ଆସନ୍ତୁ ଜାଣିବା ମୁଖ୍ୟ ବିଷୟବସ୍ତୁ କ'ଣ ରହିଛି, ସରକାର ଭତ୍ତା ହିତାଧିକାରୀମାନଙ୍କ ପାଇଁ କ'ଣ ନୋଟିସ୍ ଜାରି କରିଛନ୍ତି। ଆସନ୍ତୁ ବିସ୍ତାର ରୂପେ ଜାଣିବା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେଉଁ ହିତାଧିକାରୀମାନେ ଜୁନ୍ ମାସର ଭତ୍ତା ଟଙ୍କା ପାଇନାହାନ୍ତି ସେମାନଙ୍କର ବାକି ରହିଛି, ସେମାନଙ୍କର ବାକି ଟଙ୍କା ଏହି ଜୁଲାଇ ମାସରେ ମଧ୍ୟ ମିଳିବା ପାଇଁ ଯାଉଛି। କିନ୍ତୁ ସରକାରଙ୍କ ତରଫରୁ ଏହାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇନାହିଁ। କିଛି ଭତ୍ତା ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ମିଳିବନି। ତ କ'ଣ ପାଇଁ ମିଳିବନି, ସରକାରଙ୍କ ତରଫରୁ କ'ଣ ରହିଛି ନୋଟିସ୍ଟି, ଥରେ ନଜର ପକାନ୍ତୁ ଆପଣମାନଙ୍କର ମୋବାଇଲ ସ୍କ୍ରିନ୍ ଉପରେ। ଯେଉଁ ନୋଟିସ୍ଟି ରହିଛି ହୁଏତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇପାରେ। ଏ ନୋଟିସ୍କୁ ନେଇ ସୋସିଆଲ ମିଡ଼ିଆରେ ବହୁତ ଚର୍ଚ୍ଚା ଲାଗି ରହିଛି। ତ କ'ଣ ରହିଛି ଏ ନୋଟିସ୍ରେ, କ'ଣ ତଥ୍ୟ ଗୁଡ଼ିକ ରହିଛି, ତ ଦେଖନ୍ତୁ ଏ ନୋଟିସ୍ଟିକୁ ମଧ୍ୟ ଆପଣ ପାଇପାରିବେ। ଆପଣମାନେ ଯେକୌଣସି ଗୋଟେ ମୋବାଇଲ ବ୍ରାଉଜରକୁ ଯିବେ, ସର୍ଚ୍ଚ ବାର୍ରେ ଆପଣ ଲେଖିଦେବେ SSEPD, ଲେଖିଲା ପରେ ଏହାର ୱେବସାଇଟ୍ ମଧ୍ୟ ଶୋ କରିବ। ତ ଆପଣମାନେ SSEPD ଏକ୍ସ ଆକାଉଣ୍ଟ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏହି ସୂଚନାଟି ଆପଣମାନେ ଦେଖିବାକୁ ପାଇବେ। ତ ସୂଚନାରେ କ'ଣ ମେନସନ୍ ରହିଛି ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। ଏତଦ୍ୱାରା NSFP ଯୋଜନା ଅନ୍ତର୍ଗତ ବାର୍ଦ୍ଧିକ ଭତ୍ତା ଅର୍ଥାତ୍ IGNOAP, ବିଧବା ଭତ୍ତା ଅର୍ଥାତ୍ IGNWP ଏବଂ ଦିବ୍ୟାଙ୍ଗ ଭତ୍ତା ଅର୍ଥାତ୍ IGNDP ପ୍ରଦାନ ସମ୍ବନ୍ଧୀୟ ସବିଶେଷ ନିର୍ଦ୍ଦେଶ ଅନୁସାରେ SNS 5 ମାଧ୍ୟମରେ ସମସ୍ତ ପେନ୍ସନ୍ ଦେୟ କେବଳ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ ଅର୍ଥାତ୍ ABPS ମାଧ୍ୟମରେ ପ୍ରଦାନ କରାଯିବ। ଏହିପରି ପରିସ୍ଥିତିରେ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାର EKYC ଏବଂ NPCI ଆଧାର ସିଡିଂ ସମ୍ପୂର୍ଣ୍ଣ କରିବା ବାଧ୍ୟତାମୂଳକ କରାଯାଇଛି। ଦେଖନ୍ତୁ ଆପଣମାନଙ୍କର ଯେଉଁ SNS 5 ଯେଉଁ ରହିଛି, ନୂଆ ପ୍ଲାଟଫର୍ମ ରହିଛି, ସେଇ ନୂଆ ପ୍ଲାଟଫର୍ମ ମାଧ୍ୟମରେ ଆପଣମାନଙ୍କୁ ଭତ୍ତା ଟଙ୍କା ମିଳିବ, ତାହା ପୁଣି ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମରେ। ତ ଆକାଉଣ୍ଟ ଭିତ୍ତିକ ପେମେଣ୍ଟ ସିଷ୍ଟମରେ ଆପଣମାନେ ଭତ୍ତା ଟଙ୍କା ପାଉଥିଲେ, କିନ୍ତୁ ଏବେ ଆଧାର ଭିତ୍ତିକ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ଆପଣମାନେ ଟଙ୍କା ପାଇବା ପାଇଁ ଯାଉଛନ୍ତି, ଅର୍ଥାତ୍ ABPS ମାଧ୍ୟମରେ ଆପଣମାନେ ଟଙ୍କା ପାଇବେ। ତ ଏହି ଆଧାର ଭିତ୍ତିକ
पेमेंट सिस्टम माध्यम टंका पाइबाकू हेले आपण मानकू किछि कार्य करिवार अछि। जदि आपण माने एही कार्य करूनाहांती ताहाले आपण मानकर भत्ता टंका बंद करि दिया जिवो। आपण माने भत्ता टंका पाई परिबेनी। एही सिस्टम रे भत्ता टंका पाइबाकू हेले किछि निर्दिष्ट कार्य आपण मानकू करिवार अछि। एक नंबर रे हिताधिकारी को बैंक खाता रे ई केवाईसी करिवार अछि। आपण मानकर ई केवाईसी बैंक खाता रे अछि कि नै थरे चेक करी आपण माने करि नियंतु। ई हला आपण मानकर एक नंबर काम। दुई नंबर काम हला आपण मानकर एनपीसीआई आधार सीडिंग संपूर्ण करिबा बाध्यतामूलक रहिछि। तो आपण मानकर आधार सीडिंग टिकु करई डीबीटी को सक्रिय करिवार आवश्यकता रहिछि। या सहित आउरी मध्य मेंशन रहिछि। एही परिप्रेक्षी रे आपणकू अनुरोध करा जाउछि जे आपणक ग्राम पंचायत अधीन रे बैंक खाता माध्यम रे पेंशन पाउथिबा समस्त एनएसएपी हिताधिकारी को तुरंत अवगत करांतु जे हिताधिकारी माने यथाशीघ्र निज निज बैंक किंबा डाकघर को जाई ई केवाईसी एवं बैंक अकाउंट रे एनपीसीआई फॉर्म सह आवश्यक कागज पत्र प्रदान करी आधार लिंक प्रक्रिया संपूर्ण करिवे बोली सुनिश्चित करंतु एवं हिताधिकारी मानक मध्यरे एही सचेतनता सृष्टि करंतु जे आधार एनपीसीआई सीडिंग संपूर्ण न कले सेमाने पेंशन प्राप्ति रु निलंबित हेबे किंबा सेमानकर पेंशन टंका विलंब हेबो किंबा वंचित होई पारंती। तो एई भली प्रॉब्लम रे आपण माने पड़ी पारंती। तो सेति पई ए सब कार्य गुडी को आपण माने तुरंत करिबा निहाती जरूरी। सबटु गुरुत्वपूर्ण कथा हला जो माने वार्षिक भत्ता पाउछंती, विधवा भत्ता पाउछंती, दिव्यांग भत्ता पाउछंती, तो ए सब हिताधिकारी मानकू सचेतन करा जाउची सरकार को तरफ रु। नुआ प्लेटफॉर्म रे आपण माने टंका पाइबा पई जाउछंती। एथि पई आपण मानकू किछिटा स्वतंत्र कार्य संपादन करिवार अछि किछि स्वल्प समय मध्यरे, जा फल रे आपण माने भत्ता टंका ठीक समय रे पाई परिबे। एक निर्दिष्ट तारीख रे मध्य आपण माने पाई परिबे। सरकार को तरफ रु घोषणा करा जायतिला 3 मासर भत्ता टंका हिताधिकारी मानकू एककालीन मिलिबो। किंतु सरकार को तरफ रु जेहेतु नुआ प्लेटफॉर्म सृष्टि होईची ए नुआ प्लेटफॉर्म माध्यम रे हिताधिकारी माने ठीक समय रे भत्ता टंका पाई परिबे। तो सेथि पई आपण मानकू किछिटा निर्दिष्ट कार्य आपण माने करंतु ठीक समय रे। तो जून मासर भत्ता टंका आपण मानकर जदि बाकी रहिची ताहाले आपण मानकू जुलाई मासरे भत्ता टंका सरकार को तरफ रु मिलिबो। जदि आपण माने एई सब कार्य गुडी को करि नउछंती एही कार्य करिबा आपण मानक पई नित्यांत जरूरी रहिची।